ଆମେ ଋତୁ ବିଷୟରେ ଜାଣିବା। ଆମର କେଇଟି ଋତୁ? 6ଟା ଋତୁ ହେଲା। ଦେଖ ଏଇଟା କ'ଣ? ଋତୁ ଚକ୍ର ହେଲା। ଆଚ୍ଛା ଆଗେ କ'ଣ ହେଲା? ଗ୍ରୀଷ୍ମ ଋତୁ ହେଲା। ଗ୍ରୀଷ୍ମ ଋତୁ, ଗ୍ରୀଷ୍ମ ଖରାଦିନ ଗ୍ରୀଷ୍ମ ଋତୁରେ କ'ଣ ହୁଏ ନା ବୈଶାଖ ଜ୍ୟେଷ୍ଠ ମାସ ହୁଏ। ବୈଶାଖ ମାସରେ ଯୋଉ ଟାଣ ଖରା ହୁଏ, ଖରାଦିନ ଆମେ ବାହାରକୁ ଗଲେ କ'ଣ ନେଇକି ଯାଉ ସାଙ୍ଗରେ? ଛତା, ପାଣି ବୋତଲ, ଛତା ନେଇକି ଯିବା। ବହୁତ ଖରା ହେଲେ ଆମେ ଦରକାର ନଥିଲେ ପଦାରେ ବାହାରିବା ନାହିଁ, ବହୁତ ଖରା ହେଲେ ହେଲା। ଆଚ୍ଛା ହଉ, ଗ୍ରୀଷ୍ମ ପରେ କ'ଣ ଆସେ? ବର୍ଷା ଋତୁ। ବର୍ଷା ଋତୁରେ ଆମେ କ'ଣ ନେଇକି ଯାଉ ବାହାରକୁ ଗଲେ? ଅଙ୍ଗନବାଡ଼ି ତମେ ଆସ, କେମିତି ଆସ? ବର୍ଷା ହେଲେ ଛତା ନେଇକି ଆସିବ ନା। ଆଚ୍ଛା ହଉ, ବର୍ଷା ଋତୁରେ କ'ଣ ହୁଏ? ଆଷାଢ଼ ମାସ ପଡ଼େ, ଶ୍ରାବଣ ମାସ। ଶ୍ରାବଣ ମାସରେ ବୋଲବମ୍ କିଏ ଯାଏ? ସମସ୍ତେ ଯାଅ ବୋଲବମ୍। ହଉ ଠିକ୍ ଅଛି। ବର୍ଷା ପରେ ଶରତ ଋତୁ। ଶରତ ଋତୁରେ ଭାଦ୍ରବ ମାସ ପଡ଼େ, ଆଶ୍ୱିନ ମାସ ପଡ଼େ ହେଲା। ଶରତ ପରେ ଆସେ ହେମନ୍ତ ଋତୁ। ହେମନ୍ତ ଋତୁରେ ମାସ ପଡ଼େ କାର୍ତ୍ତିକ ଆଉ ମାର୍ଗଶିର। କାର୍ତ୍ତିକ ମାସରେ କ'ଣ କର କହିଲ? କ'ଣ କର? କାର୍ତ୍ତିକ ମାସରେ ଡଙ୍ଗା ଭସା ହୁଏ, କାର୍ତ୍ତିକ ପୂର୍ଣ୍ଣିମା ଠାକୁର ହୁଏ, ପୂଜା ହୁଏ ନା। ଆଚ୍ଛା, ଶୀତ। ହେମନ୍ତ ପରେ ଆସିଲା ଶୀତ। ଶୀତ ଦିନରେ କ'ଣ ପିନ୍ଧ? ବାହାରକୁ ଗଲେ କ'ଣ ପିନ୍ଧ? ସୁଇଟର, ଜ୍ୟାକେଟ, ମୁଣ୍ଡରେ ଟୋପି ଦିଅ ନା। ହଁ, ଆଚ୍ଛା ଶୀତ ଦିନ, ଶୀତ ମାସ ଗଲା। ତାପରେ ଆସିଲା କ'ଣ? ବସନ୍ତ ହେଲା। ବସନ୍ତ, ବସନ୍ତ ମାସରେ କ'ଣ ହୁଏ? ଫାଲ୍ଗୁନ ଚୈତ୍ର ମାସ ପଡ଼େ ହେଲା। ଫାଲ୍ଗୁନ ଚୈତ୍ର ମାସରେ କ'ଣ ହୁଏ? ଦୋଳ ପୂର୍ଣ୍ଣିମା, ହୋଲି ହୁଏ ନା। ହୋଲି ତମେ ଖେଳ ନା? ହଁ, এইଭଳି ଭାବରେ ଆମେ ଜାଣିଲେ ନା। ଆମର କେଇଟି ଋତୁ ଅଛି କିଏ କହିପାରିବ? 6ଟି ଋତୁ। କ'ଣ କ'ଣ କହିଲ? ତମେ ଛିଡ଼ା ହେଲ, କିଏ କହିବ? ହାତ ଡାକ, କୁହ। ଆଲୋକ କୁହ। ଆଗେ କ'ଣ ଆସିଲା? ତାପରେ ବର୍ଷା। ବର୍ଷା ଦିନରେ କ'ଣ ହୁଏ? ବାହାରକୁ ଗଲେ କ'ଣ ପିନ୍ଧ? ରେନିକୋଟ ପିନ୍ଧ, ମୁଣ୍ଡରେ କ'ଣ ଦିଅ? ଛତା ଦିଅ, ବର୍ଷା ହେଲା ନା। ତାପରେ କ'ଣ ଆସିଲା? ବଡ଼ ପାଟିଏ କୁହ। ଶରତ। ତାପରେ କ'ଣ ଆସିଲା? ହେମନ୍ତ। ବଡ଼ ପାଟିଏ କୁହ। ହଁ, ତାପରେ ଶୀତ। ଶୀତ ଦିନରେ କ'ଣ ପିନ୍ଧ? ହଁ, ଜ୍ୟାକେଟ ପିନ୍ଧ ନା। ତାପରେ କ'ଣ ଆସିଲା? ବସନ୍ତ ଋତୁ। ପିଲାମାନେ କହିଲ, ଏଇଟା କହୁଛୁ ଗ୍ରୀଷ୍ମ ହେଲା। ଗ୍ରୀଷ୍ମ ଋତୁ। ଗ୍ରୀଷ୍ମ ଋତୁରେ ବହୁତ ଖରା ହେଲା। ବହୁତ ଖରାରେ ଆମେ ବାହାରକୁ ଯିବା ନାହିଁ। ଯେତେବେଳେ ଆବଶ୍ୟକ ପଡ଼ିବ, ଯେତେବେଳେ ବାହାରକୁ ଯିବା, ଚଷମା ଦେବା, ପାଦରେ ଜୋତା ଦେବା, ଚପଲ ପିନ୍ଧିବା, ଛତା ନେବା, ପାଣି ବୋତଲ ନେବା। ନହେଲେ କ'ଣ ହବ? ଖରା ଖରା ଯୋଗୁ ଅଂଶୁଘାତ ହବ ନା। ସେଠୁ ବହୁତ ଖରାରେ ମୁଣ୍ଡ କ'ଣ ହବ? ସେଇଥିଲାଗି ଆମେ ଯେତେବେଳେ ଯିବା ଖରା ଦିନରେ ବାହାରକୁ, ଏଇସବୁ ଜିନିଷ ନେବା ପାଇଁ ପଡ଼ିବ ହେଲା। ମନେ ରହିଲା? ଜାଣିପାରିଲ? ଆଚ୍ଛା ହଉ, ପିଲାମାନେ ବୁଝା ପଚାରି କହିବ, ଗ୍ରୀଷ୍ମ ଋତୁରେ କ'ଣ ନେବାକୁ ପଡ଼ିବ? ଗ୍ରୀଷ୍ମ ଋତୁରେ ବାହାରକୁ ଗଲେ କ'ଣ ନେବାକୁ ପଡ଼ିବ? ବଡ଼ ପାଟିରେ କୁହ। ହଁ ହଁ, ଚପଲ ପିନ୍ଧିବା ଆଗେ, ତାପରେ ଚଷମା ଲଗେଇବା, ଛତା ନେବା, ପାଣି ବୋତଲ ନେବା ହେଲା। ହଉ ଠିକ୍ ଅଛି। ଆଚ୍ଛା ତମେ କହିଲ, ଆଲୋକ କହିଲ। ଗ୍ରୀଷ୍ମ ଖରା ହେଲେ ବାହାରକୁ ଗଲେ କ'ଣ କ'ଣ ନେବାକୁ ପଡ଼ିବ? ହଁ, ଚଷମା ନେଇକି ଯିବା ହେଲା। ଅତିରିକ୍ତ ପାଣି ପିଇବା, ବହୁତ ପରିମାଣରେ ପାଣି ପିଇବା, ନହେଲେ ମୁଣ୍ଡ କ'ଣ ହବ? ପଡ଼ିଯିବା ଆମେ ହେଲା। ଖରା ଜୋର
ଜାଣିପାରିଲେ ସମସ୍ତେ?